ଷ୍ଟୋରିବାଲା ତରଫରୁ ଆପଣମାନଙ୍କୁ ସ୍ୱାଗତ। ଷ୍ଟୋରିବାଲାର ବର୍ଷା ସପ୍ତାହର ଶେଷ ଗପକ୍ରମରେ ଆଜି ଆସନ୍ତୁ ଶୁଣିବା ଗୋଟେ ବଡ଼ ଗପ, ବର୍ଷା ରାତିର ଦ୍ୱନ୍ଦ୍ୱ। ଯଦି ଗପଟି ଆପଣଙ୍କୁ ପସନ୍ଦ ଆସେ ତେବେ ଆପଣଙ୍କୁ ଅନୁରୋଧ ଏହି ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବ୍ କରନ୍ତୁ। ତାହେଲେ ଆସନ୍ତୁ ଶୁଣିବା ଗପ ବର୍ଷା ରାତିର ଦ୍ୱନ୍ଦ୍ୱ। ଅସରାଏ ବର୍ଷି ଛାଡ଼ି ଯାଇଥିଲା ବର୍ଷା, ତଥାପି ଆକାଶରେ ଘୁଟି ରହିଥିଲା କଳାହାଣ୍ଡିଆ ମେଘ। ମଝିରେ ମଝିରେ ବିଜୁଳି ଓ ଘଡ଼ଘଡ଼ିର ଶବ୍ଦ ଚେତେଇ ଦେଉଥିଲା ନିଶ୍ଚିତ ବର୍ଷାର ଆଗମନ ବିଷୟରେ। ଆମ ଘରର ବାଲକୋନିରୁ ଓଦା ଓଦା ଲାଗୁଥିବା ଅପରାହ୍ନଟା ଧୀରେ ଧୀରେ ଢଳୁଥିଲା ସନ୍ଧ୍ୟା ଆଡ଼କୁ। ଏହି ସମୟରେ ମୋ ଝିଅ ଆସି ଅନୁମତି ମାଗିଲା କୌଣସି ଏକ କାମରେ ବାହାରକୁ ଯିବା ପାଇଁ। ସଞ୍ଜ ନଇଁ ଆସୁଥିଲା ଓ ମେଘ ଘୋଡ଼େଇ ରଖିଥିଲା ପୃଥିବୀକୁ। ଏମିତି ଏକ ସମୟରେ ବଢ଼ିଲା ଝିଅକୁ ବାହାରକୁ ଯିବା ପାଇଁ ଅନୁମତି ଦେବା ବୁଦ୍ଧିମାନର କାମ ନୁହେଁ। ହେଲେ ମୁଁ ସିଧା ସିଧା ମନା କରିପାରିଲି ନାହିଁ। ଏମିତି ଏକ ସମୟରେ ମୁଁ ସବୁବେଳେ ଦ୍ୱନ୍ଦ୍ୱରେ ପଡ଼ିଯାଏ। ଝିଅକୁ କ'ଣ କହିବି କ'ଣ ନ କହିବି, ମୁଁ ଧର୍ମ ସଙ୍କଟରେ ଧନ୍ଦି ହୁଏ। କାରଣ ମୋ ଅତୀତର ଅଭିଜ୍ଞତାଟା ମୋ ଆଗରେ ଦାଉ ଦାଉ ହୋଇ ଉଦ୍ଭାସିତ ହୋଇ ଉଠେ। ଆଜିକୁ 30 ବର୍ଷ ତଳର ସେଦିନର ସେ ବର୍ଷା ରାତିର ଘଟଣାର ପଦ ସବୁ ମୋ ଆଗରେ ଖୋଲିଯାଏ। ସେତେବେଳେ ମୋତେ 25 କି 26 ବର୍ଷ ହୋଇଥିଲା। ସେଦିନ ବର୍ଷା ଭିଜା ଅପରାହ୍ନରେ ବୋଉ ମୋତେ ବାରମ୍ବାର ମନା କରୁଥିଲା ବାହାରକୁ ଯିବା ପାଇଁ। ହେଲେ କାମ ଥିଲେ ତ ଯିବା ପାଇଁ ପଡ଼ିବ। ନୂଆ ନୂଆ ଚାକିରି, ତେଣୁ ବସ୍ଙ୍କର ନିର୍ଦ୍ଦେଶକୁ ଅବମାନନା କରିବାର ପ୍ରଶ୍ନ ହିଁ ନଥିଲା। ଅଗତ୍ୟା ମୁଁ ପ୍ରସ୍ତୁତ ହେଉଥିଲି ଅଫିସ ବାହାରିବା ପାଇଁ। ହେଲେ ବୋଉ ମୋତେ ବାରମ୍ବାର ମନା କରୁଥିଲା। ମିଛରେ ଦେହ ଖରାପର ବାହାନା କରି ବସ୍କୁ ଜଣାଇ ଦେବା ପାଇଁ ବୋଉ ମୋତେ କାନେ କାନେ ବୁଝାଉଥିଲା। ମା ହିସାବରେ ସେ ସିନା ମୋତେ ସେମିତି କହୁଥିଲା, ହେଲେ ବସ୍କୁ ମିଛ କହିବାକୁ ମୋତେ ଜମାରୁ ବି ଇଚ୍ଛା ହେଉନଥିଲା। ଅଯଥାରେ ବସ୍କୁ ମୋ ପ୍ରତି ନକାରାତ୍ମକ ଧାରଣା ସୃଷ୍ଟି ହେବାର ସୁଯୋଗ ଦେବାକୁ ମୁଁ ଚାହୁଁନଥିଲି। ତେଣୁ ବୋଉକୁ ବୁଝାଇ ମୁଁ ଅଫିସକୁ ବାହାରିଲି। ହେଲେ ବୋଉର ମନ ଜମାରୁ ବୁଝୁନଥିଲା। ସେ କେବଳ ମୋ ପଛେ ପଛେ ଏପଟ ସେପଟ ହେଉଥିଲା ଓ ବିଜୁଳି ଘଡ଼ଘଡ଼ିର ବିରାମ ନଥିଲା। ମୁଁ ଛତାଟିଏ ଧରି ଦାଣ୍ଡ କବାଟ ଖୋଲି ବାହାରକୁ ଆସିଲି। ବୋଉ ଭୟାତୁର ମୁହଁ ନେଇ ମୋ ପଛେ ପଛେ ଆସିଥିଲା ଦାଣ୍ଡ କବାଟ ଯାଏ। ଏତେ ଡେରିରେ ଯାଉଛୁ, ଫେରୁ ଫେରୁ ତ ନିଶ୍ଚୟ ରାତି ହେଇଯିବ। ବର୍ଷା ଅନ୍ଧାର ରାତିରେ ତୁ ଝିଅଟା ଏକୁଟିଆ କେମିତି ଫେରିବୁ? ଆଜିକାଲି ବେଳକାଳ ଯାହା ହେଲାଣି, କହିଲା ବୋଉ। ଏକ ଅଜଣା ଆଶଙ୍କା ଭାସୁଥିଲା ବୋଉର ଆଖିରେ। ସେତେବେଳେ କୋଉ ଗୋଟେ ଝିଅର ଧର୍ଷଣ ଘଟଣାକୁ ନେଇ ବହୁତ ଚର୍ଚ୍ଚା ଚାଲୁଥିଲା। ସେଥିପାଇଁ ବୋଧହୁଏ ବୋଉ ମୋର ଟିକେ ଅଧିକ ଭୟ କରୁଥିଲା। ତଥାପି ମୁଁ ବୋଉକୁ ସାନ୍ତ୍ୱନା ଦେଇ ବାହାରିଲି। ମୋର କିଛି ହେବନି, ମୁଁ କାମ ସାରି ସାଙ୍ଗେ ସାଙ୍ଗେ ଫେରି ଆସିବି। ଏ ଭିତରେ ବୋଉ ଠାକୁରଙ୍କ ଉଦ୍ଦେଶ୍ୟରେ 4-5 ଥର ହାତ ଯୋଡ଼ି ସାରିଥିଲା। ବୋଉମାନେ ସତରେ ଏମିତି। ପିଲାମାନଙ୍କୁ ସବୁବେଳେ ତାଙ୍କ ନିର୍ଭୟ ପଣତ କାନିରେ ବାନ୍ଧି ରଖିବାକୁ ତାଙ୍କର ଇଚ୍ଛା। ହେଲେ ପରିସ୍ଥିତି ତ ସବୁବେଳେ ଆମ ଇଚ୍ଛା ଅନୁଯାୟୀ ହୋଇନଥାଏ। ତେଣୁ ଯେନ ତେନ ପ୍ରକାରେ ବୋଉକୁ ବୁଝେଇ ମୁଁ ଛତା ଖୋଲି ରାସ୍ତାକୁ ବାହାରିଲି। ଟିପ୍ ଟିପ୍ ବର୍ଷା ପଡ଼ିବା ଆରମ୍ଭ ହୋଇଯାଇଥିଲା। କାଦୁଅ ପଚର ପଚର ହୋଇଯାଇଥିଲା ରାସ୍ତା। ମୋ ଡ୍ରେସ୍କୁ କେମିତି କାଦୁଅ ନ ଛିଟିକିବ, ତେଣୁ ମୁଁ ହୁସିଆରରେ ଚାଲୁଥିଲି। ଏମିତି ଏକ ବର୍ଷଣ ମୁଖର ପାଗରେ ବାହାରକୁ ବାହାରିବା ପାଇଁ ଯଦିଓ ମୋତେ ଚିନ୍ତା ଲାଗୁନଥିଲା, କିନ୍ତୁ ବୋଉର କଥା ଓ ବୋଉର ମୁହଁରେ ଆଶଙ୍କାର କଳାବାଦଲ ଦେଖି ମୋ ଛାତି ବି ଟିକେ ନରମ ପଡ଼ିଯାଇଥିଲା। ତଥାପି ମୁଁ ସାହସ ବାନ୍ଧି ଆଗକୁ ଚାଲୁଥିଲି। ଠିକ୍ ଠାକ୍ ପହଞ୍ଚି ଯାଇଥିଲି ମୋ ଅଫିସରେ। ସତରେ ବହୁତ ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଅଫିସରେ। ଉପର ଅଫିସରୁ ଅଧିକାରୀମାନେ ଆସିବାର ଥିଲା। ତେଣୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟକୁ ସେଇଦିନ ଭିତରେ ହିଁ ଶେଷ କରିବାର ଥିଲା। ଆମର ସବୁ ଷ୍ଟାଫ୍ ମାନେ ଲାଗିଥିଲେ ସେହି କାମରେ। ମୁଁ ବି ଆଉ ବିଳମ୍ବ ନ କରି ନିଜକୁ ମଜେଇ ଦେଲି କାମରେ। କାମ ସରୁ ସରୁ ଡେରି ହୋଇଗଲା। ତଥାପି ବି ଆମ ଛୋଟ ସହରକୁ ଥିବା ଶେଷ ବସ୍ ଟାଇମ୍କୁ ପହଞ୍ଚି ଯାଇଥିଲି। ବସ୍ରେ ସିଟ୍ଟିଏ ବି ମିଳିଗଲା ମୋତେ। ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିଲି। ଯାହା ହେଉ, ଏତେ ବାଟ ମୋତେ ଛିଡ଼ା ହୋଇ ଯିବାକୁ ପଡ଼ିବ। ହେଲେ ଏହି ସମୟରେ ମୋର ମନେ ପଡ଼ିଗଲା ମୋ ଛତାଟାକୁ ମୁଁ ଛାଡ଼ି ଦେଇ ଆସିଥିଲି ଅଫିସ ଟେବୁଲ ଉପରେ। ବର୍ଷା ଯେହେତୁ ଟିକେ କମି ଯାଇଥିଲା, ତେଣୁ ମୁଁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲି ଛତା କଥା। ଆଉ କୌଣସି ଉପାୟ ନଥିଲା ମୋ ପାଖରେ। ମୁଁ କେବଳ ଠାକୁରଙ୍କୁ ପ୍ରାର୍ଥନା କରୁଥିଲି ଆଉ ବର୍ଷା ନ ହେବା ପାଇଁ। ହେଲେ କିଛି ସମୟ ଭିତରେ ପୁଣି ଥରେ ଆରମ୍ଭ ହୋଇଗଲା ବର୍ଷା। ସେତେବେଳକୁ ଅନ୍ଧାର ହୋଇସାରିଥିଲା।
बस भितर जलुवा क्षीण आलुओं मत अल्प अल्प देखा जाउथिला टिप टिप वर्षार टोपा। आम गाँ बसस्टाण्ड में पहुँचा बेलू अंधार गाढ़ हो सारी सेते बेले आज परी मोबाइल फोन रे प्रसार होई नथिला। आम घरे भी फोन रे किसी व्यवस्था नथिला। बस रु ओह्लैवा बेलू वर्षार टोपा जारी रही था। काँ भाँ केउठी जड़े दिजण लोक निजक वर्षा दाउरू बंचेवा दुकान पाखे ठिया होते। बसस्टाण्ड आम गाँव दूरता पखापाखि 1.5 किलोमीटर रास्ता है। तेणु मु भावी नहीं जे एतक रास्ता मते वर्षार भिजी भिजी चलवा तेणु आउ डेरी नक मु गोटे गोटे पाद आगक बढ़ेली। सेतिक बेले मो बोर कथा मोर बेसी मन पड़ुला। सतरे मते टिके टिके डर भी लगुला। मु घर बाहर बेलर बोर से आशंका भरा मुह मो आखि आगे नाची उठुला। मु छाती दम्भ करी बड़ बड़ पाउंड पकई आगक आगक चलवाक लगुली। मुंड उपरे ओढ़णीटी को ढांकी निजक वर्षा दाउरू बंचेबार मु वृथा प्रयास करुଥିଲି। किछि बाट गला परे बजार आलोक भी पछरे रही जाइथिला। संपूर्ण अंधारे मु एका एका बाट चलुଥିଲି। वर्षार टिप टिप शब्द केवल चलुथिला मो सहित। हठात झापसा अंधारू जड़े युवक मो आड़क माड़ी आसबार मत देखागला। मो छाती धड़धड़ हो उठिला। बोर भयातुर मुहटा पुणी थोड़ी दिशीगला मो आखि सामने। मु मन मन 33 कोटी देवता उद्देश्य प्रार्थना करने को लगी। युवकटी मो पाखक चली आसला। से हाथ में गोटे छता धरी। हठात से छताटा को मो हाथ को बढ़ाईदेला। केजाणी केमिति मु भी धरी नेली छताटा। मु भय जड़सड़ हो जाइथिले। सेथिपाई बोधुए मो हाथटा छाई छाई बढ़ीगला और धरी नेला ता हाथुल छताटा। मु छता धरी चली थाए। युवकटी चली थाए मो सहित ओदा होई मो कड़े कड़े। किछि समय जाए मु सेमिति भय जड़सड़ हो चलुथिली। छता उपरे वर्षार टोपा पड़िबार शब्द शुणा जाउथिला। छता धरी सेमती चली थाए मु और युवकटी चली थाए मो कड़े कड़े। किछि बाट चलिबा परे मो भितर भय धीरे धीरे अपसरी जावाक आरंभ कला। मो छातीर धड़धड़ हेबाटा बंद हेबाक लगिला। मु धीरे धीरे सहज अनुभव करबाक आरंभ कली। किंतु ए भितर सबुठार बेसी असहज लागुथिला युवकटीर असंभव नीरवता। आमे पाखापाखि 100 पाद चली सारी। मुता छता धरी से ओदा होई मो पाखे पाखे चलुथिला। हेले से पदे भी किछि कहि नथिला। से पर्यंत मु तो किछि कहिबार प्रश्न ही नथिला। कारण मो मन भितर भय और व्यस्तता मिसा एक अजब प्रकार भावना उनकी मारुथिला। धीरे धीरे मु संपूर्ण निर्भय अनुभव करबाक आरंभ कली। बेस सहज मने कली मु से युवकटी सहित चलिबा पई। मोठार निरापद दूरता बजाय रखी चलुथा युवकटी चुपचाप। धीरे धीरे ता नीरवता मते कष्ट देवाक आरंभ करुथिला। ता सहित कथा हेबा पई मोर बहुत इच्छा होथिला। हेले से किछि भी कहू नथिला। मोर इच्छा बढ़ुथिला ता मुहर पदे कथा सुनिबा पई। हेले केउड कथा आरंभ करिबी मु बुझी पारु नथिली। मते आ जमार भी डर लागु नथिला। युवकटी मते आदौ भी अपरिचित लागु नथिला। लागुथिला जेमिति मु ताको चिन्हिछि बहुत दिन। तेणु ता सहित कथा हेबा पई मो मन मते बारंबार तागिद करुथिला। मोर इच्छा होथिला ताको छता भीतर को डाकिबा पई। ता छता धरी मु चलुथिली और से ओदा होई चलुथिला। मते एटा जमार भी भल लागु नथिला। मने मने प्रस्तुत हेली मु ताको छता भीतर को डाकिबा पई। तंटी झाड़ी मने मने भाबी नेली कोन कहिबी ताको एई समय। एई समय हठात युवकटी ता पॉकेट रे हाथ पुरे कोन गोटे काढिला। अंधारे मते भल भाबे किछि दिसु नथिला। खसाक करी शब्द करी से लाइटर जळाइला। लाइटर आलोक तार मुहटा चट करी देखागला और पुणी लिभिगला। यही समय भितर से गोटे सिगारेट जलाई सारी। अंधार भितर केवल जलांता सिगारेटा ही देखा जाउथिला। मु भाबुथिली ता सिगारेटा लिभि जानता कि से आउ थोड़े लाइटर जलांता और ता मुहटा को मु टिके भलरे देखंती। तथापि भी ता मुह को मु जेतिकी देखिथिली सेतिकी से मुहटा मते बेस भल लागिथिला। सतरे मु बहुत जोरे चाहुथिली से आउ थोड़े लाइटरटा जलांता कि। ता सिगारेटर धुआर बास्ना मो नाक बाट दी जाई पवन रे मिसी जाइथिला। सिगारेट प्रति मोर पिला बेलू एलर्जी थिला। मते बांती लागे सिगारेट धुआ। हेले से दिन सतरे मते किछि भी अस्वाभाविक लागिलानी से सिगारेट धुआ। से पर्यंत भी लोकटा असंभव भावे नीरव थिला। किछि भी कहू नथिला। मोर किंतु ता कथा सुनिबा को बहुत इच्छा होथिला। ताको नै मो मन भितर अनेक भावना घुरी बुलुथिला। से किए कहीं मते साहाय्य करने को आगे आसला एमती अनेक भावना दौड़ूला मो मन भर। वर्षा अंधार राति
এই নীরবতা ভরা পদଚାଳନା ଭିତରେ ଯୁବକଟି କିନ୍ତୁ ମୋ ମନକୁ ଛୁଇଁ ଯାଇଥିଲା ବୋଧ ହୁଏ। ତା ସହିତ ଜଡ଼େଇ ହୋଇ ଚାଲିବାକୁ ମୋର ଇଚ୍ଛା ହେଉଥିଲା। ତାକୁ ଛତା ଭିତରକୁ ନିମନ୍ତ୍ରଣ କରିବା ପାଇଁ ମୋ ବିବେକ ମୋତେ ବାରମ୍ବାର ତାଗିଦ କରୁଥିଲା। ଜଣେ ଅଜଣା ଯୁବକ ସହିତ ଗୋଟେ ଛତା ତଳେ ଅନ୍ଧାର ରାତିରେ ଚାଲିବାର ସମ୍ଭାବ୍ୟ ବିପଦର ଭୟ ମୋତେ ଜମାରୁ ବି ଅନୁଭବ ହେଉନଥିଲା। ମୋ ବିଷୟରେ ଅନେକ କଥା ତା ଆଗରେ ଗପିବା ପାଇଁ ମୋ ମନ ଉଚ୍ଛନ୍ନ ହେଉଥିଲା। ହେଲେ ମୁଁ କିଛି ବି କୂଳ କିନାରା ପାଉନଥିଲି। କେଉଁଠୁ ଆରମ୍ଭ କରିବି, କ'ଣ କହିବି, ଏମିତି ଗୁଡ଼ାଏ ପ୍ରଶ୍ନ ପାଖରେ ମୁଁ ଅଟକି ଯାଉଥିଲି। ସେ ମୋ କଡ଼େ କଡ଼େ ଚୁପଚାପ ଚାଲୁଥିଲା। ତା ସିଗାରେଟଟା ଲିଭି ଯାଇଥିଲା। ସେ ଦୁଇ ହାତ ପକେଟରେ ରଖି ଚାଲୁଥିଲା। ମୁଁ ଭାବୁଥିଲି ସେ ଆଉ ଗୋଟେ ସିଗାରେଟ ଲଗାନ୍ତା କି, ଆଉ ଥରେ ଲାଇଟର ଜଳାନ୍ତା କି, ହେଲେ ସେମିତି କିଛି ବି ଆଉ କଲାନି। ସେ ବୋଧହୁଏ ସେ ଚେନ୍ ସ୍ମୋକର ନଥିଲା। ବର୍ଷା ପାଗରେ ବୋଧେ ଗୋଟେ ଅଧେ ସିଗାରେଟ ଟାଣୁଥିବ କି କ'ଣ। ତା ବିଷୟରେ ମୋତେ ଆହୁରି ଅଧିକରୁ ଅଧିକ ଜାଣିବାକୁ ଇଚ୍ଛା ହେଉଥିଲା। ଧୀରେ ଧୀରେ ଆମ ଗାଁ ପାଖେଇ ଆସୁଥିଲା। ଆମେ ପହଞ୍ଚିବା ହେଉଥିଲୁ ଗାଁ ପାଖରେ। ମୁଁ ସବୁ ସାହସ ସଞ୍ଚୟ କରି ତାକୁ ଧନ୍ୟବାଦ ଦେବାକୁ ବାହାରିବା ବେଳକୁ ଆମେ ଆମ ଗାଁ ପୂର୍ବର ଶେଷ ଅନ୍ଧାରୁଆ ଗଳି ରାସ୍ତାଟା ପାର ହୋଇସାରିଥିଲୁ। ଆମ ଗାଁ ମୁଣ୍ଡ ବତିଖୁଣ୍ଟର ନିଅନାଲୁଅ ଦେଖାଯିବାକୁ ଆରମ୍ଭ କରୁଥିଲା। ହଠାତ୍ ସେଇଠୁ ପଛକୁ ମୁହଁ ବୁଲାଇ ଫେରିଗଲା ଯୁବକଟି। ମୁଁ ଧନ୍ୟବାଦ କହିବା ପର୍ଯ୍ୟନ୍ତ ବି ସେଠାରେ ଆଉ ସେ ନଥିଲା। ଏପରିକି ମୁଁ ତାକୁ ଛତାଟା ବି ଫେରାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରିନଥିଲା। ଏକମୁହାଁ ହୋଇ ଫେରି ଚାଲିଥିଲା ସେ ତା ରାସ୍ତାରେ। ମୁଁ ତାକୁ ପଛରୁ ବଡ଼ ପାଟିରେ ଡାକି ବି ପାରିଲିନି। କ'ଣ ବା ଡାକିଥାନ୍ତି, ତା ନାଁ ତ ବି ମୁଁ ଜାଣିନଥିଲି। ମୁଁ ଛତାଟାକୁ ହାତରେ ଧରି ତା ଆଡ଼କୁ ହାତଟା ବଢ଼େଇ ଦେଇଥିଲି। ହେଲେ ସେତେବେଳକୁ ସେ ଅନେକ ରାସ୍ତା ଫେରି ଯାଇସାରିଥିଲା। ତା ଛତାଟା ମୋ ହାତରେ ଥିଲା। କେବଳ ତା ଛତା ନୁହେଁ, ତାର ବହୁତ କିଛି ମୋ ପାଖରେ ଥିଲା। ସବୁଠୁ ବେଶୀ ଥିଲା ତାର ସାରା ରାସ୍ତାର ଅସମ୍ଭବ ନୀରବତା। ମୋତେ ଯେମିତି ଲାଗୁଥିଲା ସେ ଦୁମ୍ ଦୁମ୍ ହୋଇ ମୋ ଛାତି ଭିତରେ ଚାଲୁଥିଲା। ଆଉ ଦେଖାଯାଉନଥିଲା ସେ। ଅନ୍ଧାର ଭିତରେ ସେ ଯେମିତି କୁଆଡ଼େ ମିଳେଇ ଯାଇଥିଲା। ମୁଁ ଭଲରେ ଘରେ ପହଞ୍ଚି ଯାଇଥିଲି। ବୋଉ ବହୁତ ଖୁସି ହେଲା। ସେ କବାଟ ଖୋଲା ରଖି ମୋ ବାଟକୁ ଚାହିଁ ରହିଥିଲା। ମୋତେ ଦେଖୁ ଦେଖୁ ବୋଉ କୋଳେଇ ନେଲା। ମୁଁ ମେଘୁଆ ଆକାଶ ଭଳି ଗୁମସୁମ ଥିଲି। ସେତେବେଳେ ମୁଁ କେବଳ ସେ ଯୁବକଟିର କଥା ହିଁ ଭାବୁଥିଲି। କାହିଁକି ଏତେ ଡେରି ହେଲା ବୋଲି ବୋଉ ମୋ ଉପରେ ରାଗୁଥିଲା। ହେଲେ ବୋଉର କଥା ମୋତେ କିଛି ବି ଶୁଣାଯାଉନଥିଲା। ମୁଁ କେବଳ ସେ ଅଚିହ୍ନା ଯୁବକଟିର କଥା ଭାବୁଥିଲି। ସାରା ରାତି ସେ ଯୁବକଟିର ଭାବନା ସବାର ରହିଲା ମୋ ଉପରେ। ବୋଉ ପଚାରୁଥିଲା, କାହିଁକି ଏମିତି ଗୁମସୁମ ଅଛୁ ତୁ? ମୁଁ କିଛି ବି ଉତ୍ତର ଦେଇପାରୁନଥିଲି। ମୁଁ କିଛି ବି କଥା ହେବାକୁ ଚାହୁଁନଥିଲି। କେବଳ ଚୁପଚାପ ରହିବାକୁ ଇଚ୍ଛା ହେଉଥିଲା। ସତରେ ବହୁତ କଷ୍ଟ ହେଉଥିଲା ମୋତେ। ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ବି ସେ ଯୁବକଟିର ସନ୍ଧାନ ପାଇନି। ତା ସ୍ମୃତି ବି ମୋ ମନରୁ ପୋଛି ହୋଇପାରିନି। ପ୍ରତ୍ୟେକ ବର୍ଷା ଭିଜା ଅପରାହ୍ନ ତା ସ୍ମୃତିକୁ ଠେଲି ଆଣେ ମୋ ଭିତରକୁ। ସେଦିନର ସେ ଘଟଣା ଏବେ ବହୁତ ପୁରୁଣା ହୋଇଗଲାଣି। ଏବେ ମୁଁ ଦୁଇଟି ଝିଅଙ୍କର ମା ହୋଇଛି। ଗୋଟେ ପୂର୍ଣ୍ଣ ସଂସାର ଅଛି। ହେଲେ ଏବେ ଯେବେ ବି ଅପରାହ୍ନରେ ବର୍ଷା ହୁଏ, ମୋ ଭିତରକୁ ସେ ଘଟଣାଟା ଛାଇଁ ଛାଇଁ ଧସେଇ ପଶି ଆସେ। ଏବେ ବି ସେ ଯୁବକଟିର ନୀରବତା କଥା ମନେ ପଡ଼ିଲେ ମୋତେ କଷ୍ଟ ଅନୁଭବ ହୁଏ। ଏବେ ଯେତେବେଳେ ମୋ ଝିଅ ବର୍ଷା ମୁଖର ଅପରାହ୍ନରେ ବାହାରକୁ ବାହାରୁଛି, ସତରେ ମୁଁ ଦ୍ୱନ୍ଦ୍ୱରେ ପଡ଼ିଯାଉଛି। ମୁଁ ତାକୁ କ'ଣ କହିବି? ମୁଁ ତାକୁ ହଁ କହିବି ନା ମୁଁ ତାକୁ ନା କହିବି? ସତରେ ମୁଁ ଦ୍ୱନ୍ଦ୍ୱରେ ପଡ଼ିଯାଉଛି। ଧନ୍ୟବାଦ।